ସୁନ୍ଦରୀରୁ ସୁନ୍ଦରୀ ସ୍ତ୍ରୀ ମଧ୍ୟ ତୁମ ପ୍ରେମରେ ପଡ଼ିଯିବ। ରାତିଦିନ ଘରକୁ ଡାକିବ। କେବଳ କାଗଜରେ ତା'ର ନାମ ଲେଖି ଏହି ଜାଗାରେ ରଖିଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ସ୍ତ୍ରୀର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ବତେଇବି ଏମିତି ଏକ ମହା ଶକ୍ତିଶାଳୀ ବଶୀକରଣ ଟୋଟକା। ଏହାକୁ ଆପଣ କରିଦିଅନ୍ତୁ, ସେ ଝିଅ ବା ବିବାହିତା ସ୍ତ୍ରୀ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ସବୁଠାରୁ ସରଳ ଉପାୟ। ଏହି ଉପାୟରେ ଆପଣଙ୍କୁ କୌଣସି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ ଯେମିତି ବତେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଅତି ସହଜରେ ସେ ଝିଅ ବା ବିବାହିତା ସ୍ତ୍ରୀକୁ ପଟେଇ ପାରିବେ। ତାକୁ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଯେତେ ସୁନ୍ଦର ହେଇଥାଉ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ଏପଟେ ଆପଣ ଏହି ବିଧିକୁ କରିବେ, ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗରେ ଆପଣ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସିଏ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ସ୍ତ୍ରୀକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣର ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣ ଏତେ ଶକ୍ତିଶାଳୀ କି ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ, ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସେ କରିବ। ଠିକ୍ ଅଛି, ତେବେ ଏହି ବଶୀକରଣ ବିଧିଟି ଆପଣ କିପରି କରିବେ ମୁଁ ଆପଣଙ୍କୁ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ବଶୀକରଣ ଜାଣିବା ପୂର୍ବରୁ ଗୋଟିଏ ଛୋଟିଆ କଥା ଶୁଣି ନିଅନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତା'ର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ସ୍ତ୍ରୀକୁ ପସନ୍ଦ କରୁଛନ୍ତି ତାକୁ ଅତି ସହଜରେ ପଟେଇ ପାରିବେ। ତାକୁ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଆଜି ମୁଁ ଆପଣଙ୍କ ପାଇଁ ଦୁନିଆର ସବୁଠାରୁ ସହଜ ସରଳ ବଶୀକରଣ ନେଇ ଆସିଛି। ଏଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଖଣ୍ଡେ ସାଧା କାଗଜ ଆଣିବେ। କାଗଜରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ବତେଇବି, ଆପଣ ଠିକ୍ ସେହିପରି କରିବେ। ତାପରେ କାଗଜକୁ ନେଇ କୌଣସି ଏକ ଜାଗାରେ ଇଟା ତଳେ ରଖିଦେବେ ବା ପଥର ତଳେ ରଖିଦେବେ। ତାପରେ ଦେଖିବେ ଚମତ୍କାର, କିପରି ସେହି ସମୟଠାରୁ ସେ ଝିଅ ବା ବିବାହିତା ସ୍ତ୍ରୀ ଆପଣଙ୍କର ବଶରେ ହୋଇଯିବ, ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର ଆଉ ଶନିବାର ଦିନ କରିବେ। ଅନ୍ୟ କୌଣସି ଦିନ ଏହି ବଶୀକରଣ କାମ କରିବନି। ଠିକ୍ ଅଛି, ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ ଆଉ କଳା କଲମ ଆଣିବେ। ମନେ ରଖନ୍ତୁ, ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ଠିକ୍ ଅଛି, ପ୍ରଥମେ ଆପଣ ଖଣ୍ଡେ ସାଧା କାଗଜ ଆଉ କଳା କଲମ ଆଣିବେ। ତାପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ। ଧ୍ୟାନ ରଖିବେ, ଯେଉଁଠାରେ
ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଆପଣ କ'ଣ କରିବେ, ଯେଉଁ କାଗଜ ଆଣିଛନ୍ତି ସେ କାଗଜରେ ଲେଖିବେ 811। ଠିକ୍ ଅଛି, 811 ଲେଖି ସାରିବା ପରେ ତା ତଳେ ଆପଣ ସେଇ ଝିଅ ବା ବିବାହିତା ନାରୀର ନାମ ଲେଖିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ନାମ ଲେଖି ସାରିବା ପରେ ତା ତଳେ ଆପଣ ଲେଖିବେ ଓମ୍ କ୍ରିଂ ସଙ୍ଗ। ଠିକ୍ ଅଛି, ଏତିକି ଲେଖି ସାରିବା ପରେ କାଗଜକୁ ଭଲ ଭାବରେ ମୋଡ଼ି ଡାହାଣ ହାତରେ ଧରିବେ ଆଉ ଆଖି ବନ୍ଦ କରି ସେ ଝିଅ ବା ବିବାହିତା ସ୍ତ୍ରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ମୁଁ ଆପଣଙ୍କୁ ଗୋଟିଏ ବଶୀକରଣ ମନ୍ତ୍ର ବତାଉଛି। ଆପଣ ଏହି ବଶୀକରଣ ମନ୍ତ୍ରକୁ ମାତ୍ର 3 ଥର ପଢ଼ିବେ। ଓମ୍ କ୍ରିଂ ସଙ୍ଗ ଆମୁକଂ ବଶୀଭୂତାୟ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ ଆପଣ ଲଗାତାର 3 ଥର ପଢ଼ିବେ। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ବିବାହିତା ନାରୀର ନାମ ଉଚ୍ଚାରଣ କରିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଠିକ୍ ଅଛି, ମନ୍ତ୍ରକୁ 3 ଥର ପଢ଼ି ସାରିବା ପରେ ଆପଣ ମୁଠାକୁ ଖୋଲିବେ ଆଉ ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ କାଗଜକୁ ନେଇ ଘର ବାହାରକୁ ଯିବେ ଆଉ କୌଣସି ଏକ ଜାଗାରେ ଆପଣ ସେ କାଗଜକୁ ରଖିଦେବେ ଆଉ ତା ଉପରେ ଗୋଟିଏ ଇଟା ବା ପଥର ମଡ଼େଇଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ଏହି ବିଧିକୁ କରିବେ, ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହେବ। ସେ ଝିଅ ବା ବିବାହିତା ସ୍ତ୍ରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।